ପିଲାମାନେ ଆସ ଆମେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ଗୋଟେ କଥା ଶୁଣିବା। ମହାତ୍ମା ଗାନ୍ଧୀ ତାଙ୍କ ପିଲାଦିନେ ବହୁତ ଦୁର୍ବଳ ଶ୍ରେଣୀର ଥିଲେ, ଶାରୀରିକ ଭାବେ ଦୁର୍ବଳ ଥିଲେ, କ୍ଲାସ୍ର ପଛପଟେ ବସୁଥିଲେ, ଭଲ ପାଠ ପଢ଼ୁଥିଲେ, କିନ୍ତୁ କୌଣସି ଖେଳରେ ବା ଦୌଡ଼କୁଦରେ ସେ ଅଂଶଗ୍ରହଣ କଲେ ସେ ହାରି ଯାଉଥିଲେ, ଶାରୀରିକ ଭାବେ ଦୁର୍ବଳ ଥିଲେ। ତାଙ୍କୁ କିଛି ସାଙ୍ଗ ତାଙ୍କୁ ପ୍ରବର୍ତ୍ତାଇଲେ ଯେ ସମସ୍ତେ ଆସ ତୁମେ ମାଂସ ଖାଅ, ମାଛ ମାଂସ ଖାଅ, ଅଣ୍ଡା ଖାଅ, ତୁମେ ଦେଖିବ ଶାରୀରିକ ଭାବେ ସବଳ ହୋଇଯିବ ଏବଂ ସବୁ ଖେଳରେ ତୁମେ ଆଗକୁ ଆଗେଇ ଯିବ। କିନ୍ତୁ ସିଏ ହେଲେ ନୈଷ୍ଠିକ ବ୍ରାହ୍ମଣ ପରିବାରର, ତାଙ୍କ ଘରେ ମାଛ ମାଂସ କୌଣସି ନନଭେଜ୍ ଚାଲେ ନାହିଁ। କିନ୍ତୁ ସିଏ ତାଙ୍କ ସାଙ୍ଗ କଥାରେ ପ୍ରରୋଚିତ ହୋଇ ମନ ବଳେଇଲେ ଯେ ସେଇ ମାଂସ ମାଛ ଇତ୍ୟାଦି ଖାଇବା ପାଇଁ। ତେଣୁ ସେ ସାଙ୍ଗମାନଙ୍କ ସହିତ ଫିଷ୍ଟ କରିବା ଆରମ୍ଭ କଲେ, ଘରୁ ବିଭିନ୍ନ ସ୍ଥାନରୁ ପଇସା ଚୋରି କରିବା ଆରମ୍ଭ କଲେ, ସାଙ୍ଗମାନଙ୍କ ସହିତ ମିଳିମିଶି ଫିଷ୍ଟ କଲେ, ନନଭେଜ୍ ଖାଇଲେ, ଯେଉଁଟାକି ତାଙ୍କ ଘର ପରିବାରର ବିରୋଧୀ। ଘରେ ଆସିଲେ ଭୋକ ନଥିବ, ମା' ପଚାରିବେ କାହିଁକି ଖାଇବନି, କାହିଁକି ନା ମୋ ପେଟ ଭରିଯାଇଛି, ମୋ ପେଟ ଭଲ ନାହିଁ, ମୁଁ ଖାଇବି ନାହିଁ। ଶେଷରେ ମୋହନ ଦାସ ଏତେ ତଳକୁ ଖସିଗଲେ ଯେ ଶେଷରେ ରାସ୍ତାରୁ ବିଡ଼ି ଉଠେଇ ସେ ପିଇବାକୁ ପୁଣି ଆରମ୍ଭ କଲେ। କେତେ ସେ ମିଛ କହିବେ, ଗୋଟିଏ ମିଛକୁ ଲୁଚେଇବାକୁ ହେଲେ କେତେ ମିଛ କହିବାକୁ ପଡ଼େ। ବାପାଙ୍କୁ ମିଛ କହିଲେ, ଚୋରି କଲେ, ମାଆଙ୍କୁ ମିଛ କହିଲେ, ଶେଷରେ ବିଡ଼ି ମଧ୍ୟ ବ୍ୟବହାର କଲେ, ବିଡ଼ି ଟାଣିଲେ। କିନ୍ତୁ ସବୁଥର ମିଛ କହିଲା ବେଳେ ତାଙ୍କର ଅନ୍ତରାତ୍ମା ସବୁବେଳେ ତାଙ୍କୁ ଧିକ୍କାର କରୁଥାଏ। ତାଙ୍କ ସଂସ୍କାର ସେଇଆ, ସେ ବାରମ୍ବାର ମିଛ କହନ୍ତି, କିନ୍ତୁ ତାଙ୍କ ଅନ୍ତରାତ୍ମା ସବୁବେଳେ ବିରୋଧ କରେ ଯେ ମିଛ କହିବା ଉଚିତ ନୁହେଁ। କେତେ ଥର ମିଛ କହିବେ, ଶେଷରେ ସେ ଏତେ ମିଛ କହିବା ଆଉ ସହିପାରିଲେନି। ଭାବିଲେ ଯେ ସେ ମିଛ କହିବା ବନ୍ଦ କରିବେ ଏବଂ ଯେତେ ଯାହା ସେ କୁକାର୍ଯ୍ୟ କରିଛନ୍ତି ସବୁ କାର୍ଯ୍ୟଗୁଡ଼ିକୁ ସେ ତାଙ୍କ ବାପାଙ୍କ ଆଗରେ କହିବେ। ବାପାଙ୍କୁ ସେ ଭାରି ଡରନ୍ତି। ତେଣୁ ସେ କ'ଣ କରିବେ ନା ସିଧାସଳଖ ବାପାଙ୍କୁ ଡରରେ କହି ନ ପାରି ସେ ଗୋଟେ ପତ୍ର ଲେଖିଲେ। ସେ ପତ୍ରରେ ସେ ଯେତେ ଗୁଡ଼ାଏ ଭୁଲ କରିଛନ୍ତି ସବୁ ଭୁଲ ଗୁଡ଼ିକୁ ତନ୍ନ ତନ୍ନ କରି ଲେଖିଲେ ଏବଂ ଚିଠିର ଯେଉଁ ପତ୍ରଟି ଲେଖିଲେ, ପତ୍ରର ଶେଷ ଲାଇନ୍ ଥିଲା, ଶେଷ ଧାଡ଼ିଟି ଥିଲା, ବାପା ଭୁଲ ମୁଁ କରିଛି, ଭୁଲ ଦଣ୍ଡ ମୋତେ ଦିଆଯାଉ, କିନ୍ତୁ ବାପା ଦୟାକରି ତୁମେ ମୋର ଭୁଲକୁ ନିଜ ପାଇଁ ଦଣ୍ଡ ହିସାବରେ ନେବ ନାହିଁ ବା ମୋ ପାଇଁ ତୁମେ ନିଜକୁ ନିଜେ ଦଣ୍ଡ ଦେବ ନାହିଁ। ଯେଉଁଦିନ ସେ ପତ୍ରଟି ଲେଖିଲେ ତାଙ୍କ ବାପା ଅସୁସ୍ଥ ଥିଲେ। ସେ ପତ୍ରଟି ନେଇକି ଯେତେବେଳେ ସେ ତା ବାପାଙ୍କ ହାତକୁ ବଢ଼େଇଲେ, ତା ବାପା ପତ୍ରଟି ପଢ଼ିଲେ। ମୋହନ ଦାସଙ୍କ ବାପା ପତ୍ରଟି ପଢ଼ିଲେ, ପଢ଼ି ସବୁ ପଢ଼ିଲେ, କିନ୍ତୁ ସେ ମୋହନ ଦାସକୁ ଆଉ କିଛି କହିଲେ ନାହିଁ। ପଢ଼ି ସାରିଲା ପରେ ତାଙ୍କ ବାପାଙ୍କର ଦୁଇ ଆଖିରୁ ଦୁଇ ଟୋପା ଲୁହ ବହିଗଲା। ସେ ଦୁଇ ଟୋପା ଲୁହ, ପିତାଙ୍କର ଦୁଇ ଟୋପା ଲୁହରେ ମୋହନ ଦାସଙ୍କର ସବୁ ପାପ ଧୋଇଗଲା ଏବଂ ସେ ନିଜକୁ ସେଇଠାରୁ ହିଁ ଏହି ଲୁହରୁ ସେ ଜାଣିଲେ, ଲୁହରୁ ହିଁ ସେ ନିଜକୁ ପରିବର୍ତ୍ତନ କରି ସେ ମୋହନ ଦାସ କରମଚାନ୍ଦ ଗାନ୍ଧୀ ମହାତ୍ମାରେ ପରିଣତ ହୋଇଗଲେ। ସେ ପଣ କଲେ ଯେ ମୁଁ ଆଉ ଜୀବନରେ କେବେ ମିଛ କହିବି ନାହିଁ ଏବଂ ସମସ୍ତେ ଜାଣନ୍ତି ମହାତ୍ମା ହେଉଛନ୍ତି ସତ୍ୟର ପୂଜାରୀ। ସେ ଚାହିଁଥିଲେ ଯାହା ଭୁଲ କରିଛନ୍ତି ସେ ଭୁଲକୁ ଲୁଚେଇ ପାରିଥାନ୍ତେ, ଆଉ ଭୁଲ କହିବିନି ବୋଲି କହି ଆଉ କିଛି ଖରାପ କାମ କରିବିନି ବୋଲି କହିକି ନିଜକୁ ସାନ୍ତ୍ୱନା ଦେଇପାରିଥାନ୍ତେ। ପୂର୍ବରୁ ଯାହା ଭୁଲ କରିଛି କେହି ଜାଣନ୍ତି ନା, ନ କହିଥିଲେ କ'ଣ ହେଇଥାନ୍ତା। କିନ୍ତୁ ପ୍ରାୟଶ୍ଚିତ ଦରକାର। ନିଜେ କରିଥିବା ଭୁଲର ପ୍ରାୟଶ୍ଚିତ ପାଇବାକୁ ହେଲେ ସେ ଦୁଇ ଟୋପା ଲୁହର ଆବଶ୍ୟକତା ତାଙ୍କ ପାଇଁ ଥିଲା। ଏହା ହିଁ ମୋହନ ଦାସଙ୍କ ଜୀବନକୁ ପରିବର୍ତ୍ତନ କଲା ଏବଂ ସେ ସତ୍ୟର ପୂଜାରୀ ହୋଇଗଲେ, ଅହିଂସାର ପୂଜାରୀ ହୋଇଗଲେ।